ଦେଖିବା ମଙ୍ଗଳ ମହାଗ୍ରହ ବୃଷ ରାଶିରେ, କନ୍ୟା ଲଗ୍ନ ଓ କନ୍ୟା ରାଶି ଯେଉଁ ଭାଇ ଭଉଣୀମାନେ ପୃଥିବୀରେ ରହିଲେ ସେମାନଙ୍କର କ'ଣ ଫଳ ଆସୁଛି ନା, କନ୍ୟା ଲଗ୍ନ ଓ କନ୍ୟା ରାଶିର ମଙ୍ଗଳ ହେଲେ ତୃତୀୟାଧିପତି ଓ ଅଷ୍ଟମାଧିପତି। ମଙ୍ଗଳ ହେଲେ ନବମସ୍ତ, ପିତୃପୀଡ଼ା, ଧନ ଚୋରି ଭୟ, ହଜିବା ଭୟ ବା ହଜିବା ଭୟ ବା ହଜାଇବା ଭୟ ଏସବୁ ଟିକେ ରହିଛି। ଅହେତୁକ ନୁହଁ, 5 ଟଙ୍କା ନେଇଥିବେ ପକେଟରୁ ଖସି ପଡ଼ିଲା, ଆଉ କ'ଣ 5 କୋଟି ପଳେଇବ? କିଛି ଅଳ୍ପ ଅଳ୍ପ ରହିଛି। ଚତୁର୍ଥ ଦୃଷ୍ଟି ସିଂହ ରାଶି ଦ୍ୱାଦଶ ସ୍ଥାନକୁ, ଇଷ୍ଟକର୍ମରେ ବାଧା, ବ୍ୟୟ ଅଧିକ, ମାଉସୀ ମଉସା ପୀଡ଼ିତ, ଆପଣଙ୍କ ଯଦି ମାଉସୀ ମଉସା କିଏ ସେମାନେ ପୀଡ଼ିତ ହେବେ। ତାପରେ ମନ ଟିକେ ଦୁର୍ଗତି ଆସିବ, ଦୁର୍ଗତି ଏମିତି ଦୁର୍ଗତି ଆସିବ, ଗୁପ୍ତ ଶତ୍ରୁ ଉଜ୍ଜୀବିତ ହେବେ। ଏତିକି। ସପ୍ତମ ଦୃଷ୍ଟି ତୃତୀୟ ସ୍ଥାନ ବିଛା ରାଶି ନିଜ ଘରକୁ, ଦାସ ଦାସୀ, ସାନ ଭାଇ, ପଡ଼ୋଶୀ ସହ ଯେ ସମ୍ପର୍କ ତିକ୍ତ ଥିଲା ଏଇ 1.5 ମାସ ଭିତରେ ସେଇଟା ବୁଝାମଣାକୁ ଆସିବ ଏବଂ ଭଲ ରହିବ। ଗୋଟେ ପଡ଼ୋଶୀ ସହିତ କଳି ହେଇଛି, କଥାବାର୍ତ୍ତା ନାହିଁ, ଭଲ ମନ୍ଦ ନାହିଁ, ଛିଣ୍ଡିବ। ଅଷ୍ଟମ ଦୃଷ୍ଟି ଚତୁର୍ଥ ସ୍ଥାନ ଧନୁରାଶି ଗୁରୁକ୍ଷେତ୍ରକୁ, ଜାଗା, ଜମି, ଘର, ଗାଡ଼ି, କୁଟୁମ୍ବ ବହୁତ ସଫଳ ପାଇବେ। ବଡ଼ ବଡ଼ ଗାଡ଼ି କିଣିବାକୁ ଲକ୍ଷ୍ୟ ରଖିଛନ୍ତି, ଏଇ ପିରିୟଡ଼ରେ ହିଁ କିଣନ୍ତୁ। ଜାଗା କିଣିବାକୁ ଲକ୍ଷ୍ୟ ଅଛି, ଏଇ ପିରିୟଡ଼ରେ କରନ୍ତୁ। ଗୋଟେ ସମ୍ପତ୍ତି ଦ୍ୱନ୍ଦ୍ୱ ଅଛି ଛିଣ୍ଡୁନି, ଏଇ ପିରିୟଡ଼ରେ ଆରମ୍ଭ କରନ୍ତୁ। ହେବ ନା? ନିଶ୍ଚୟ ହେବ। 100କୁ 100 ଗ୍ୟାରେଣ୍ଟି, ଟିକିଏ ଗୋଟେ ପଦକ୍ଷେପ ସବୁ ନାହିଁ। କିନ୍ତୁ ଯେଉଁମାନଙ୍କର ସବୁ ଖରାପ ରହିଛି ସେ ବିଷୟ ଅଲଗା। ଯେହେତୁ ଆମର ମଙ୍ଗଳଙ୍କ ଦୃଷ୍ଟି ରହିଲା, ତୃତୀୟକୁ ରହିଲା ଭଲ ଜାଗାକୁ, ଗୁରୁକ୍ଷେତ୍ର ରହିଲା, ଏସବୁ କାମ ହେଇପାରିବ। ଦେଖିବା ପରବର୍ତ୍ତୀ।